मिले आलोक नाही रे दुख बिने सुख नाही दुख बिने सुख नाही अंधार नथिले आलोक नाही रे दुख बिने सुख नाही दुख बिने सुख नाही पातकर बिना पुण्यर महिमा पातकर बिना पुण्यर महिमा बुझिकी पारन्ते केही दुख बिने सुख नाही अंधार नथिले आलोक नाही रे दुख बिने सुख नाही दुख बिने सुख नाही स्वर्ग थिले नरक अछिटी प्रत्यक्ष भाव एहा मने भाई थिले अधर्म निश्चय धर्म जीवने दिने मिलाई स्वर्ग थिले नरक अछिटी प्रत्यक्ष भाव एहा मने भाई थिले अधर्म निश्चय धर्म जीवने दिने मिलाई कहे वैकुंठ हटिया श्री कृष्ण कहे वैकुंठ हटिया श्री कृष्ण अच्छिए नाट लगाई अच्छिए नाट लगाई अंधार नथिले आलोक नाही रे दुख बिने सुख नाही अंधार नथिले आलोक नाही रे दुख बिने सुख नाही पातकर बिना पुण्यर महिमा पातकर बिना पुण्यर महिमा बुझिकी पारते केही दुख बिने सुख नाही दुख बिने सुख नाही दुख बिने सुख नाही श्रीमद् भगवत गीता गोटे श्लोक से सुस्पष्ट भाव दुखे भांगी पड़ना सुख जदि पाखक आसी आदर कर किंतु अस्वरूप करना जो माने यही कथा ग्रहण करती से प्रकृति
ପ୍ରକୃତରେ ଆନନ୍ଦକୁ ଉପଭୋଗ କର। ଦୁଃଖେଷୁ ବିଘ୍ନମନା ସୁଖେଷୁ ବିଗତ ସୁର ବିତରାଗ ଭୟ କୁର ଚିତ୍ତରେ ମୁନି ଆଉ ଗୋଟେ ଜାଗାରେ କହିଛନ୍ତି ଯ ସର୍ବତ୍ର ଭବିଷ୍ୟ शुभाशुभ ଗୀତାର ସ୍ଥିତ ପ୍ରଜ୍ଞ ଲକ୍ଷଣରେ ଏଇ ଦ୍ୱିତୀୟଟି ଶ୍ଲୋକ ସେଇମାନେ ହଉଛନ୍ତି ପ୍ରକୃତରେ ମୁନି ଯେ ଦୁଃଖରେ ଭାଙ୍ଗି ପଡ଼ନ୍ତି। ବୈକୁଣ୍ଠ ବର୍ତ୍ତମାନେ ସଙ୍ଗୀତ ମାଧ୍ୟମରେ ସେଇ କଥା କହିଲେ ଯଦି ଅନ୍ଧାର ନାହିଁ ତାର ଆଲୋକର ସନ୍ଧାନ କେମିତି ପାଇବ? ଦୁଃଖ ହଉଛି ଗୋଟେ ଅନ୍ଧାର, ସୁଖ ହଉଛି ଗୋଟେ ଆଲୋକ। ଆଉ ଗୋଟେ ପଦରେ କହିଲେ ଯଦି ତମେ ପାତକ ବୋଲି ଗୋଟେ ଶବ୍ଦ ଆମେ ଅପରାଧୀ, ଅପରାଧୀର ଅନୁତାପ ହଉଛି ପ୍ରାୟଶ୍ଚିତ କଲା ପରେ ଯୋଉ ଆନନ୍ଦ ମିଳେ ସେଇଟା ଅପରାଧୀ ରୂପ ହିଁ ତାକୁ ଅନୁଭବ ସେଇଭଳି ସ୍ୱର୍ଗ ଆଉ ନର୍କର କଥା ଭାଗବତରେ କହିଲେ ସ୍ୱର୍ଗ ନରକ ଏକ ବାଣୀ ମୁଁ ଏହା ଏକ ଧର୍ମେ ଜାଣେ। ଆମେ କଣ ଆମେ ଭାବୁଛୁ ସବୁବେଳେ ଆମକୁ ସୁଖ ମିଳନ୍ତା, ଦୁଃଖ ଜମା ମିଳନ୍ତା ନାହିଁ। ଏଇ ସୁଖକୁ ଖୋଜି ଖୋଜି ମଣିଷ କ୍ଳାନ୍ତ ହେଇ ପଡୁଛି ଏବଂ ସୁଖଟାକୁ ସେ ଅନୁଭବ କରିପାରୁନି। ଈଶ୍ୱର ଯାହା କରନ୍ତି ମଙ୍ଗଳ ପାଇଁ ଏ କଥା ସେ ଗୀତାରେ କହିଛନ୍ତି। ତାଙ୍କ ସୃଷ୍ଟିରେ କିଛି ଅମଙ୍ଗଳ ଆମେ ଯାହାକୁ ଭାବୁଛୁ ଅମଙ୍ଗଳ ବୋଲି ପ୍ରକୃତରେ ଚିନ୍ତା କଲେ ଜଣାପଡେ ଅମଙ୍ଗଳଟା ହିଁ ଗୋଟେ ମଙ୍ଗଳର କାରଣ। ଜୀବନରେ ଅନେକ ଦୁଃଖ ଆସିବ, ଅନେକ ସୁଖ ଆସିବ, କିନ୍ତୁ ଆଜି ଆପଣମାନେ ଏତିକି ମନେ ରଖନ୍ତୁ ଦୁଃଖରେ ଭାଙ୍ଗି ପଡନା, ସୁଖକୁ ନେଇକିରି ଅସଦୁପଯୋଗ କରନା। এই কথাটিକୁ ଯଦି ମନେ ରଖିବେ ତାହେଲେ ସବୁଠାରୁ ଭଲ କଥା ମାନେ ଆପଣଙ୍କ ଜୀବନ ସୁଖମୟ ହବ, ଯୋଗମୟ ହବ। ଇଏ ହେଉଛି ଆଜିର ପବିତ୍ର କଥା। ବିଶ୍ୱନନ୍ଦଙ୍କ ଆଶ୍ରମରେ ଅଛି 20 ତାରିଖ ପର୍ଯ୍ୟନ୍ତ ରହି ଲୋକମାନେ ଯିଏ ଆସିବେ ଦେଖା କରିବି। ତାପରେ ମୁଁ ଟିକେ ଯିବି, ଟିକେ ମୋର ବହୁତ ଦିନର ଇଚ୍ଛା ନର୍ମିଷ୍ୟ ଅରଣ୍ୟରେ ଭାଗବତ ଟିକେ କରିବି, ବୃନ୍ଦାବନରେ ଟିକେ କରିବି। ଏସବୁ କଥା ମାନେ ଘରେ ବସିକି ମଧ୍ୟ ଶୁଣିପାରିବେ। ତେବେ ଆଜି ସକାଳୁ ସକାଳୁ
ବୈକୁଣ୍ଠଙ୍କର ସଙ୍ଗୀତର ପ୍ରତିଧ୍ୱନି ମୋର ମନ ଭିତରେ ସ୍ଫୁର କଲା। ଠାକୁର ଲେଖିଛୁ ବୈକୁଣ୍ଠ ଲେଖିଲେ ଶେଷ ପଦରେ ସବୁଯାକ ଦୋଷ କୃଷ୍ଣଙ୍କର। ଯାହା କରୁଛନ୍ତି କୃଷ୍ଣ ହିଁ କୃଷ୍ଣ କିଏ? ସେଇ ସୃଷ୍ଟିର ମଙ୍ଗଳମୟ। ତେଣୁ ବୈକୁଣ୍ଠ ଯେମିତି କୃଷ୍ଣକୁ ଭଲ ପାଆନ୍ତି ସେମିତି ରାମାଚାର୍ଯ୍ୟ ବାବା ବାୟା ମୋର ମାନସ ଗୁରୁ ମୋର ଠାକୁର ନିଗମାନନ୍ଦଙ୍କର ପ୍ରତିବିମ୍ବ ଭାବରେ ମୁଁ ଯାହାକୁ ଭଲ ପାଏ। ସିଏ ସବୁବେଳେ ଜୟ ନିତାଇ ଜୟ ହୋ। ସେ ମଧ୍ୟ ପ୍ରଚଣ୍ଡ ଯେଉଁ ମଧୁସୂଦନଙ୍କ କଥା ମୁଁ କହେ, ଏବେ ମଧୁସୂଦନଙ୍କର ଗୋଟିଏ ସଙ୍ଗୀତ ଶୁଣିବା। ସିଏ ମଧ୍ୟ ପ୍ରଚଣ୍ଡ ତାଙ୍କ ଲୀଳା ହେଉଛି କେବଳ କୃଷ୍ଣ। ଆଉ ଅଭିରାମ ପରମହଂସ ସେ କୃଷ୍ଣଙ୍କର କଥାକୁ ସେଟାକୁ ତତ୍ତ୍ୱ ଆକାରରେ ପ୍ରକାଶ କରିଛନ୍ତି। ସେ ମଧ୍ୟ କେବେ ସର୍ଜନ ଇଏ ରାମ କୃଷ୍ଣ ସେ ହେଉଛନ୍ତି ଗୁରୁ। ଯିଏ ରାମ ସେଇ କୃଷ୍ଣ ସେଇ ହେଉଛନ୍ତି ଆମମାନଙ୍କର ଗୁରୁ। ଗୁରୁଙ୍କ ଭିତରେ ରାମ କୃଷ୍ଣ ସମସ୍ତଙ୍କୁ ସେଇ ରୂପରେ ପୂଜା କରନ୍ତି। ତାର ତାର ସ୍ୱାଦ କଥାଟି ରଖିବା ମଧୁଙ୍କର କୁହ ଦୟାଳୁ ଠାକୁର ହେ କେଣେ ଲୁଚାଇଲ ଦୟା ଗୁଣ। କୁହ ଦୟାଳୁ ଠାକୁର ହେ କେଣେ ଲୁଚାଇଲ ଦୟା ଗୁଣ। ବଲ ବଲ ହୋଇ ଡାକୁଅଛି ମୁଇଁ କଲ ବଲ ହୋଇ ଡାକୁଅଛି ମୁଇଁ ମୋ ଡାକ କିମ୍ପା ନ ଶୁଣ। କେଣେ ଲୁଚାଇଲ ଦୟା ଗୁଣ। କୁହ ଦୟାଳୁ ଠାକୁର ହେ କେଣେ ଲୁଚାଇଲ ଦୟା ଗୁଣ। କେତେ ଆରତି ଜନ ଭାରତେ ଡାକିଣ ଲଭିଛନ୍ତି ପରିତ୍ରାଣ। କେତେ ଆରତି ଜନ ଭାରତେ ଡାକିଣ ଲଭିଛନ୍ତି ପରିତ୍ରାଣ। କିଏ କିସ ଦେଲା ମୁଁ ନ ଦେଲି ଭଲା। କିଏ କିସ ଦେଲା ମୁଁ ନ ଦେଲି ଭଲା। ମୋ ପାଇଁ ହେଲ ଦାରୁଣ। কৃপা দৃষ্টি ফেরি দিও বারে চাহি হে প্রভু রমারমণ। দাস নকর নিরাশ পশুছি পাদে শরণ। পশুছি পাদে শরণ। কুহ দয়ালু ঠাকুর হে
କେଣେ ଲୁଚାଇଲ ଦୟା ଗୁଣ କୁହ ଦୟାଳୁ ଠାକୁର ହେ आज हूँ श्री पंचमी। यही श्री पंचमी ठारू बसंत ऋतु आरंभ हुए। तेणु यह बसंत पंचमी बोली कहुए। श्री पंचमी यार अर्थ कौन? ये जो श्री पंचमी बा बसंत पंचमी रे आमर जिते वृक्ष माने अछंती तांकर पुरुणा पत्र जड़ी पड़े पुणी गोटे नुआ पत्र से धारण करे। तमाने वृक्षराजी मानकर श्री श्री कहले शरीर शरीर गोटे नूतन पत्र पल्लवित हुए। ये गला वृक्षराजी मानक कथा। श्रीमद भगवत गीता रे भगवान कहते अर्जुन को ऋतुरां कुसुमाकर अर्थात मोर ऋतुमान मध्य बसंत। तेणु बसंत ऋतु हूँ गोटे श्रेष्ठ ऋतु। यही बसंत ऋतु रे आमे ऋतुराज बसंत एवं यही बसंत ऋतु रे माँ बासंती बासंती दुर्गा पूजार्चना हुए। बासंती दुर्गा पूजार्चना चैत्र मास से बसंत ऋतु थाए। ये ऋतुराज बसंत
ଆଗମନରେ ଆମର ଅବତାର ବଳରାମ ଅବତାର ସେ ବସନ୍ତ ରାସ କରିଥିଲେ। ଯମୁନା ଜଳରେ ଗୋପୀମାନଙ୍କୁ ଡାକି ଜଳ କ୍ରୀଡ଼ା ମଧ୍ୟ କରିଥିଲେ। ଇଏ ହେଉଛି ବସନ୍ତ ଋତୁର ଗୋଟେ ବିସ୍ତୃତ ମହିମା। ତାପରେ ଆଜି ହେଉଛି ଶ୍ରୀପଞ୍ଚମୀ, ସରସ୍ୱତୀଙ୍କର ପୂଜା। ସରସ୍ୱତୀ କହିଲେ ଶାରଦା, ଶାରଦା, ବିରଦା, ଭୈରବୀ, ମଙ୍ଗଳା, ବିମଳା, କମଳା, ବରୁଣେଇ, ତାରିଣୀ, ତାରା ତାରିଣୀ, କୀଚକେଶ୍ୱରୀ, ପାଟଣେଶ୍ୱରୀ, ସମ୍ବଲେଶ୍ୱରୀ, ଶୀତଳାଇ, ବାରଭୂରି ଦୁର୍ଗା, ଭୁବନେଶ୍ୱରୀ, ବିମଳା, ଇଏ ଯେତେ ଯେତେ ମାଙ୍କର ପୂଜା ଆମ ଭାରତ ବର୍ଷରେ ହେଉଛି। ଏଇ ମା ହେଉଛନ୍ତି ବିନ୍ଧ୍ୟବାସିନୀ। ପ୍ରତ୍ୟେକ ଗ୍ରାମର ଗ୍ରାମ୍ୟ ଦେବୀ ହେଉଛନ୍ତି ସରସ୍ୱତୀ। ଏଇ ମାଙ୍କୁ ଆମେ ପୂଜା କରୁ। ଇଏ ଗୋଟେ ବାହ୍ୟ କଥା, ଏ ପୁରାଣ ବର୍ଣ୍ଣିତ କଥା। ମା ସରସ୍ୱତୀ କ୍ଷୀରାବ୍ଧି ସାଇ ଅନନ୍ତ, ଯିଏ ହେଉଛନ୍ତି ଆମର ଇଷ୍ଟଦେବ। ସେଇ ଇଷ୍ଟଦେବଙ୍କର କର୍ଣ୍ଣ ପାଖରେ ମା ସରସ୍ୱତୀ ବୀଣା ବାଦନ କରୁଛନ୍ତି। ସେଇ ମା ଲକ୍ଷ୍ମୀଙ୍କ ରୂପରେ ଅନନ୍ତଙ୍କର ପାଦ ସେବା କରୁଛନ୍ତି। ଏଠି ଆମର ଶିଶୁ ଅନନ୍ତଙ୍କର ଯେଉଁ ମୂର୍ତ୍ତି ଆମେ ଗଠନ କରିଛୁ, ଲକ୍ଷ୍ମୀ ଯେଉଁଠି ବସିବା କଥା, ସେଠି ଜଣେ ଗୁରୁ ଭଗବାନଙ୍କର ସେବା କରୁଛନ୍ତି। ସିଏ ହେଉଛନ୍ତି ବ୍ୟାସଦେବ। ନାଭିରେ ଯେଉଁଠି ବ୍ରହ୍ମା ବସିବା କଥା, ସେ ନାଭି ଚକ୍ରରେ ଅଛନ୍ତି ଚତୁର୍ମହାଶକ୍ତି, ମହାଲକ୍ଷ୍ମୀ, ମହାସରସ୍ୱତୀ, ମହାକାଳୀ, ମହାମାୟା। ଗୋଟିଏ ଦେହ, ଚାରୋଟି ମସ୍ତକ। ଏହାର ତତ୍ତ୍ୱ ବୁଝିବା ଦରକାର। ଏବଂ ତାଙ୍କର ପଞ୍ଚମୁଖ, ଗୋଟିଏ ମୁଖ ହେଉଛି ସତ୍ୟ ଯୁଗର ନୃସିଂହ, ଆଉ ଗୋଟିଏ ମୁଖ ହେଉଛି ତ୍ରେତୟା ଯୁଗର ରାମ, ଦ୍ୱାପର ଯୁଗର କୃଷ୍ଣ ଏବଂ ଇଏ ଯୁଗର କଳିଯୁଗ ବା ବିଜ୍ଞାନ ଯୁଗର ପ୍ରେମାବତାର ଚୈତନ୍ୟ। ଇଏ ସବୁଯାକ ରୂପର ସ୍ରଷ୍ଟା ହେଉଛନ୍ତି ଜଗନ୍ନାଥ। ତେଣୁ ଇଏ ପାଞ୍ଚଟି ମୁଖ। ସପ୍ତଫଣୀ ଇଏ ହେଉଛନ୍ତି ଗାୟତ୍ରୀ। ଭୂ ଭୁବ ସ୍ୱ ମହ ଯ
ଜନ ତପ ସତ୍ୟ। ଅନନ୍ତଙ୍କର ହୃଦୟରେ ରହିଛନ୍ତି ମହାଦେବ ଶିବ। ମମାତ୍ମୈବ ମହାଦେବ। ତାଙ୍କର ଆତ୍ମା ହେଉଛନ୍ତି ଶିବ। ତାଙ୍କ ପାଦଦେଶରେ ରହିଛନ୍ତି ରବିଚନ୍ଦ୍ର ମଙ୍ଗଳ ବୁଧ ଗୁରୁ ଶୁକ୍ର ଶନି ରାହୁ କେତୁ ନବଗ୍ରହ। ଏବଂ ତାଙ୍କର 6ଟି ହାତ। ସେ ହେଉଛନ୍ତି ଷଡ଼ଭୁଜ ଗୌରା। ଧନୁ ବଂଶୀ ଚକ୍ର ଇତ୍ୟାଦି ଧାରଣ କରିଛନ୍ତି। ତେଣୁ ଶିଶୁ ଅନନ୍ତଙ୍କୁ ପୂଜା କରିବା ଅର୍ଥ ମହାଲକ୍ଷ୍ମୀଙ୍କୁ, ମହାସରସ୍ୱତୀଙ୍କୁ, ମହାକାଳୀଙ୍କୁ, ମହାଦୁର୍ଗାଙ୍କୁ ଆମେ ତାରି ଭିତରେ ପୂଜା କରୁଛୁ। ଯେଉଁମାନେ ଏହାକୁ ବୁଝି ନାହାନ୍ତି ସେ କେବଳ ରୂପ ଦେଖୁଛନ୍ତି। ହଁ ଏମିତି ଗୋଟେ ଅନନ୍ତକ ମୂର୍ତ୍ତି ହେଇଛି। ଏଇ ମୂର୍ତ୍ତିକୁ ଘରେ ଘରେ ପୂଜା କରିବା ଦରକାର। କାରଣ ଏଠି ସମସ୍ତେ ଅଛନ୍ତି। ଆମେ ଆମ ଠାକୁର ଘରେ, ଅନେକ ଠାକୁର ଘରେ ଆମେ ଦେଖିଛୁ ଏଠି ଗଣେଶ ଅଛନ୍ତି, କାର୍ତ୍ତିକ ଅଛନ୍ତି, ତାରିଣୀ ଅଛନ୍ତି। କିନ୍ତୁ ଶିଶୁ ଅନନ୍ତଙ୍କର ମୂର୍ତ୍ତିକୁ ଯିଏ ଠିକ ଭାବରେ ଜାଣିବ ତାର କୌଣସି ମୂର୍ତ୍ତି ପୂଜାର ଆବଶ୍ୟକ ପଡ଼ିବ ନାହିଁ। ସମସ୍ତେ ତ ତାରି ଭିତରେ ଅଛନ୍ତି। ତେଣୁ ଆଜି ହେଉଛି ସରସ୍ୱତୀ ପୂଜା। ସରସ୍ୱତୀ କିଏ? ଇଏ ହେଲା ମୂର୍ତ୍ତି ରହସ୍ୟ। ଏଇ ଯୋଉ କାକ, କୋକିଳ, ପିକ, ଶ୍ୱାନ, ଶୃଗାଳ, ମଣିଷ ଏଇମାନଙ୍କର ଯୋଉ ନିନାଦ, ଏଇ ହେଉଛନ୍ତି ସରସ୍ୱତୀଙ୍କର ବୀଣା। ବୀଣାଟା ହେଉଛି ଭାରତ ସରସ୍ୱତୀଙ୍କ ଦିନରେ ପ୍ରତ୍ୟେକ ପିଲାମାନେ ସେମାନେ ନାଭି ଚକ୍ରକୁ ଧ୍ୟାନ କରି କିଏ ବିରଜାଙ୍କୁ ଭଲ ପାଉଛି, କିଏ ଭଗବତୀଙ୍କୁ ଭଲ ପାଉଛି, କିଏ ଯିଏ ଯାହାକୁ ଭଲ ପାଉଛି, ଓମ୍ ଐଂ ଏ ବୀଜ ମନ୍ତ୍ର ଲଗେଇ ମନେ କରାଯାଉ ଜଣେ ଭଗବତୀଙ୍କୁ ପୂଜା କରୁ। ଓମ୍ ଐଂ ଭଗବତୀ ଦିବ୍ୟೈ ନମଃ। ଐଂ ଶାରଦାଇ ନମଃ। ଐଂ ବିରଜାଇ ନମଃ। ଇଏ ଐଂ ବୀଜ ମନ୍ତ୍ର ହେଉଛି ମାନେ ଗୋଟେ ଏମିତି ବୀଜ ମନ୍ତ୍ର, ଏହାକୁ ଯିଏ ପ୍ରତ୍ୟେକ ଦିନ ପଦ୍ମାସନ ବା ଚକାସନ କରି ନାଭି ଚକ୍ରକୁ ଧ୍ୟାନ କରି, ନାଭି ଚକ୍ର ହେଉଛି ଶକ୍ତି ଚକ୍ର। ଯଦି ଐଂ 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 ଧ୍ୟାନ କରେ କିମ୍ବା 4ଟି ବୀଜ ମନ୍ତ୍ରକୁ ସ୍ମରଣ କରେ, ହ୍ରିଂ କ୍ରିଂ ଶ୍ରୀଂ ଐଂ। ହ୍ରିଂ କହିଲେ ଦୁର୍ଗା, କ୍ରିଂ କହିଲେ କାଳୀ, ଶ୍ରୀଂ କହିଲେ ଲକ୍ଷ୍ମୀ, ଐଂ କହିଲେ ସରସ୍ୱତୀ। ପ୍ରକୃତରେ ଏହା କେବଳ ବିଦ୍ୟାର୍ଥୀମାନଙ୍କ ପାଇଁ, ସମସ୍ତଙ୍କ ପାଇଁ এই ঐং বীজ মন্ত্র হচ্ছে সারস্বত মন্ত্র, শক্তি মন্ত্র। তেণু অনেক ব্যক্তিମାନଙ୍କର ମତ ସେ ନୀଳ ସରସ୍ୱତୀ ସେ କିନ୍ତୁ ବଳିଆ ଆଜି ପର୍ଯ୍ୟନ୍ତ
ଏଇ ଗୋଟିଏ ବୀଜ ମନ୍ତ୍ର ମୁଁ ସବୁଦିନେ ସ୍ମରଣ କରେ, ସେ ହେଉଛି ଐ। ତେଣୁ ଆଜି ପବିତ୍ର ଶ୍ରୀପଞ୍ଚମୀ, ଶ୍ରୀପଞ୍ଚମୀ ସହିତ ଜଗନ୍ନାଥଙ୍କର ଦର୍ଶନ ମଧ୍ୟ ଅତି ନିବିଡ଼। ତେଣୁ ଆଜିଠାରୁ ଆମେ ଗୋଟିଏ ବସନ୍ତ ଋତୁ ଭଳି ଗୋଟିଏ ମହାନ ଋତୁକୁ ଆମେ ଉପଭୋଗ କରିବା। ବସନ୍ତ ପବନ ଆମ ଦେହରେ ବାଜିବ। ଏ ହେଉଛି ପ୍ରକୃତରେ ପବିତ୍ର କଥା। ଇଏ ବସନ୍ତ ଋତୁ, ଶୀତ ଋତୁ, ଗ୍ରୀଷ୍ମ ଋତୁ ଇଏ ସବୁ ଦେଶରେ ନାହିଁ। କେବଳ ଭାରତ ହେଉଛି ଗୋଟିଏ ଦେଶ ଯେଉଁଠି 6ଟି ଋତୁକୁ ଆମେ ଗ୍ରହଣ କରୁ ବା 6ଟି ଋତୁର ସଂସ୍ପର୍ଶରେ ଆସୁ। ଆଜି ଆମେ ଯାଇଥିଲୁ ଛତିଶଗଡ଼, ରାୟପୁର। ସେଇଠୁ ଆମେ ମଧ୍ୟପ୍ରଦେଶ ଯିବା କଥା। ହଠାତ୍ ମନରେ ଗୋଟେ ଆସିଲା ଭାବନା, ନାଇଁ ମୁଁ ଆଶ୍ରମକୁ ଫେରିଯିବି। ଆଶ୍ରମକୁ ଫେରିଯିବି ଏହା ଭାବିଲି, ଆସିଲି ଆଉ ଏକା ଦିନେ ପଳେଇଲି ଆଉ। ଛତିଶଗଡ଼ରୁ ସମ୍ବଲପୁରରେ ରାତ୍ରି ଯାପନ କଲି। ସକାଳୁ ବାହାରିଲି, ଏଠି ଆସି 3ଟା-4ଟା ବେଳେ ପହଞ୍ଚିଲି। ତେଣୁ ଭଗବାନଙ୍କର ମହତ୍ଵ ଉଦ୍ଦେଶ୍ୟ ସବୁ ଭିତରେ ଥାଏ। କାହିଁକି ଆସିଲି, କ'ଣ କଲି, ସେ ସବୁ ହେଉଛି ଅନନ୍ତଙ୍କର ଇଚ୍ଛା। ସେଇ ଅନନ୍ତଙ୍କର ଇଚ୍ଛାକୁ ପାଥେୟ କରି ଆମେ ଆଉ ଆମ ଜୀବନ ଅତିବାହିତ ହେଉଛି। ଆଜି ଭାରତ ବର୍ଷରେ ସାଧୁସନ୍ତମାନଙ୍କର କେଡ଼େ ବଡ଼ ବଡ଼ ଆଶ୍ରମ, ସେ ଅର୍ଥ କେଉଁଠୁ ଆସିଛି ମାନେ ତା ଆମେ କହିପାରିବାନି। ଆମେ ତ କାହାକୁ ଅର୍ଥ ମାଗୁନା, ଆମେ କେବଳ ଇଷ୍ଟାର୍ଘ୍ୟଟି ମାଗୁ, ତାକୁ ମଧ୍ୟ ଅନେକ ଦିଅନ୍ତିନି। ତେଣୁ ଆମେ ଆମର ଅଳ୍ପକେ ସନ୍ତୁଷ୍ଟ, ଆମର ସେତିକିରେ ଖୁସି। ତେବେ ଆଜି ସେହି ପବିତ୍ର ଅନନ୍ତଙ୍କ କ୍ଷେତ୍ରରେ ବଳିଆ 22 ତାରିଖ ପର୍ଯ୍ୟନ୍ତ ଅଛି। ତାପରେ ମୁଁ ବୃନ୍ଦାବନ ଅଭିମୁଖେ ଯିବି। ତେଣୁ ଆମେ ପୁଣି ମା ସରସ୍ୱତୀଙ୍କର ବନ୍ଦନାଟି ଗାଇ ଆମର କଥାକୁ ବିଶ୍ରାମ ଦେବା। ମହାଲକ୍ଷ୍ମୀ ମହା ସରସ୍ୱତୀ ମହାକାଳୀ ମହାଲକ୍ଷ୍ମୀ ମହା ସରସ୍ୱତୀ ମହାକାଳୀ ମହାମାୟୀ ମହାଲକ୍ଷ୍ମୀ ମହା ଆଜି ଆମର ଶ୍ରୀପଞ୍ଚମୀ। ଆମର ଏଠି ଅଛନ୍ତି ଜ୍ୟୋତିର୍ପ୍ରଭା ମା, ପୌର୍ଣ୍ଣମାସୀ ମା, ରାମଚଣ୍ଡୀ ମା, ରାଧାରାଣୀ ମା। ତେଣୁ ଜ୍ୟୋତିର୍ପ୍ରଭାଙ୍କୁ, ରାଧାରାଣୀଙ୍କୁ, ରାମଚଣ୍ଡୀଙ୍କୁ ଏବଂ ରାମ ଦେବୀ ଯିଏକି ମୋର ବୋଉ,
ये समस्त सरस्वती रूप में प्रणाम जनाऊँच। एटा भूल हो गला, ये भूलटा हम ठीक नुह। तापरे मोर ठाकुर मोर सद्गुरु श्री श्री ठाकुर निगमानंद तांकर बीज मंत्र होची ऐं ओम ऐं निगमानंदाय नमः। तांकर प्रतिनिधि भाव में जहाँ को बढ़िया भल पाए सी होचंती नामाचार्य बाबा बाया एवं बायांकर देहत्याग परे बाया मो देहत्याग करना बाया अच्छी देह परिवर्तन कर जो महापुरुष को माने जीवाई निकट को निर्देश आसीला सी होचंती वैकुंठनाथ ब्रह्मचारी प्रेमाचार्य मधुसूदन। तेणु समस्त को सरस्वती रूप में ये पृथ्वी रे आम देश रे आम राज्य रे जेते गुरु वर्ग अछंती समस्त को सरस्वती रूप में प्रणाम जनाऊँगी। विद्यार्थी मानकर विद्यार अभ्युदय आत्मज्ञान उदय हो ये प्रार्थना करूँ। महा पौर्णमासी महालक्ष्मी राधा रानी महान राम रामचंदी राम देवी